ଆଜିର ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତ୍ତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା AI ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତ୍ତା ପ୍ରବର୍ତ୍ତନ କରିପାରୁଛି। ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତ୍ତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 ମସିହାରେ 14 କୋଟି 71 ଲକ୍ଷ ଥିବାବେଳେ ଗତ ଏପ୍ରିଲ 29 ତାରିଖ ସୁଦ୍ଧା ଏହା 58 କୋଟି 16 ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3 ଲକ୍ଷ 2 ହଜାର କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2264 କୋଟି 11 ଲକ୍ଷ UPI ମାଧ୍ୟମରେ ପ୍ରାୟ 29 କୋଟି 53 ଲକ୍ଷ ଟଙ୍କା ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49 ଲକ୍ଷ 9 ହଜାର କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଂ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ ଭାଷିନୀ ବିଭାଗ ଏବଂ RBI ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22ଟି ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଂ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତ୍ତା ଚାଳିତ ଏକ ବ୍ୟବସ୍ଥା ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତ୍ତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।